ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ହୋଇଥାନ୍ତି ଏହି 4ଟି ରାଶି। ବନ୍ଧୁଗଣ, ମନୁଷ୍ୟ ଜନ୍ମ ହେବା ବେଳେ ତା ସହ ତାର ଭାଗ୍ୟ ମଧ୍ୟ ନେଇକି ଆସିଥାଏ। ମନୁଷ୍ୟ ଜନ୍ମ ହେବା ସହ ତା ସହ ଏକ ରାଶି ମଧ୍ୟ ଯୋଡ଼ି ହୋଇଯାଇଥାଏ। ସେହି ରାଶି ଦ୍ୱାରା ବ୍ୟକ୍ତିର ବ୍ୟକ୍ତିତ୍ୱ, ଜୀବନଶୈଳୀ ଓ ଆହୁରି ଅନେକ କିଛି ମହତ୍ତ୍ୱପୂର୍ଣ୍ଣ କଥା ଏଥିରୁ ଜଣା ହୋଇଯାଇଥାଏ। ତେବେ ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ଏପରି 4ଟି ରାଶି ବିଷୟରେ କହିବାକୁ ଯାଉଛୁ, ଯେଉଁ ରାଶିର ବ୍ୟକ୍ତିଙ୍କ ଉପରେ ସବୁବେଳେ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ବନି ରହିଥାଏ। ଏହି ରାଶିର ଲୋକଙ୍କୁ ତାଙ୍କ ଜୀବନରେ କେବେ ବି ବହୁତ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡ଼ିନଥାଏ। ତେବେ ମାତା ଲକ୍ଷ୍ମୀଙ୍କର ଅତି ପ୍ରିୟ ସେହି 4ଟି ରାଶି ବିଷୟରେ ଚାଲନ୍ତୁ ଏଠାରେ ଜାଣିବା। ଦର୍ଶକ ବନ୍ଧୁ, ବୃଷ ରାଶି। ବୃଷ ରାଶିର ପ୍ରଭୁ ହେଉଛନ୍ତି ଶୁକ୍ର। ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଧନ ଏବଂ ଭୋଗର କାରଣ ଭାବରେ ବିବେଚନା କରାଯାଇଛି। ଯେତେବେଳେ ଶୁକ୍ର ଗ୍ରହ ବୃଷ ରାଶିରେ ଶୁଭ ସ୍ଥିତିରେ ଥାନ୍ତି, ସେତେବେଳେ ବ୍ୟକ୍ତି ଧନୀ ହୋଇଯାଇଥାଏ। ଗୌରବର କୌଣସି ଅଭାବ ରହିବ ନାହିଁ। ଏହିପରି ଲୋକମାନେ ବିଳାସପୂର୍ଣ୍ଣ ଜୀବନଯାପନ କରନ୍ତି। ବୃଷ ରାଶିର ଲୋକମାନେ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି। ସେମାନେ ଭ୍ରମଣ କରିବାକୁ ଏବଂ ସାଙ୍ଗମାନଙ୍କ ସହିତ ସମୟ ବିତାଇବାକୁ ଭଲ ପାଆନ୍ତି। ଅଧିକ ଅର୍ଥ ଖର୍ଚ୍ଚ ହେତୁ ସେତେବେଳେ ସେମାନଙ୍କୁ ମଧ୍ୟ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼େ। ସେମାନେ ଜୀବନରେ ସମସ୍ତ ପ୍ରକାରର ଭୋଗ ଉପଭୋଗ କରନ୍ତି। ଦର୍ଶକ ବନ୍ଧୁ, ମକର ରାଶି। ମକର ରାଶିର ପ୍ରଭୁ ହେଉଛନ୍ତି ଶନିଦେବ। ଶନିଦେବଙ୍କୁ କର୍ମର ଦାତା ମଧ୍ୟ କୁହାଯାଇଥାଏ। ଯେତେବେଳେ ମକର ରାଶିରେ ଶନିଙ୍କ ସ୍ଥିତି ଶୁଭ ଏବଂ ଶକ୍ତିଶାଳୀ ହୁଏ, ସେତେବେଳେ ଏହିପରି ଲୋକମାନେ ଜୀବନରେ ଅପାର ସଫଳତା ହାସଲ କରନ୍ତି। ଅର୍ଥ ଦୃଷ୍ଟିରୁ ସେମାନେ ବହୁତ ଭାଗ୍ୟବାନ। ସେମାନେ ମଧ୍ୟ ଦୟାଳୁ ଅଟନ୍ତି, ଯେଉଁଥିପାଇଁ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସାହାଯ୍ୟ କରନ୍ତି। ମାତା ଲକ୍ଷ୍ମୀଙ୍କର ବିଶେଷ ଦୃଷ୍ଟି ସେମାନଙ୍କ ଉପରେ ରହିଥାଏ। ସେମାନେ କଠିନ ପରିଶ୍ରମ ସହିତ ନିଜର ପରିଚୟ ସୃଷ୍ଟି କରନ୍ତି। ସେମାନେ ହିଁ ଅନ୍ୟମାନଙ୍କ ପାଇଁ ମଧ୍ୟ ଭଲ ଚିନ୍ତା କରନ୍ତି। ଦର୍ଶକ ବନ୍ଧୁ, କୁମ୍ଭ ରାଶି। ଏହି ରାଶିର ଲୋକଙ୍କ ଉପରେ ମଧ୍ୟ ମା ଲକ୍ଷ୍ମୀଙ୍କର ବିଶେଷ କୃପା ରହିଥାଏ। ଏମାନେ ତାଙ୍କ ଜୀବନରେ ରାଜକୀୟ ଜୀବନଯାପନ କରିଥାନ୍ତି। ଏମାନଙ୍କ ଆଖି ସବୁବେଳେ ବିଳାସପୂର୍ଣ୍ଣ ଜିନିଷ ଉପରେ ରହିଥାଏ। ହେଲେ ଏମାନେ ସ୍ୱଭାବରେ ସାମାନ୍ୟ କଞ୍ଜୁସ ପ୍ରକୃତିର ହୋଇଥାନ୍ତି। ଏମାନେ ବହୁତ ପରିଶ୍ରମୀ ହେବା ସହ ଏମାନଙ୍କ ଭାଗ୍ୟ ମଧ୍ୟ ଏମାନଙ୍କୁ ବହୁତ ସମୟରେ ସାଥ ଦେଇଥାଏ, ଯେଉଁ କାରଣରୁ ଏମାନେ ସୁଖରେ ଜୀବନ ବିତାଇଥାନ୍ତି। ଦର୍ଶକ ବନ୍ଧୁ, ବିଛା ରାଶି।
ବିଛା ରାଶିର ଲୋକମାନେ ବହୁତ ପରିଶ୍ରମୀ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ସେମାନେ ସେମାନଙ୍କର ଲକ୍ଷ୍ୟ ହାସଲ କରନ୍ତି। ସେମାନେ ହିଁ ପ୍ରତ୍ୟେକ କାର୍ଯ୍ୟକୁ ଅତି ଯତ୍ନ ସହିତ ସକାରେ କରନ୍ତି। ସେମାନେ ସେମାନଙ୍କର ଯୋଜନା ସମସ୍ତଙ୍କ ସହିତ ଅଂଶୀଦାର କରନ୍ତି ନାହିଁ। ସେଥିପାଇଁ ଅନ୍ୟମାନଙ୍କ ପାଇଁ ଏପରି ଲୋକଙ୍କୁ ବୁଝିବା କଷ୍ଟକର। ସେମାନେ ସେମାନଙ୍କର ଲକ୍ଷ୍ୟ ବିଷୟରେ ଅତ୍ୟନ୍ତ ଗମ୍ଭୀର। ସେମାନେ ସେମାନଙ୍କର ଶତ୍ରୁମାନଙ୍କୁ କ୍ଷମା କରନ୍ତି ନାହିଁ। ପରିଶ୍ରମୀ ହୋଇ ସେମାନେ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଲାଭ କରିଥାନ୍ତି। ସେମାନେ ତାଙ୍କର ଅର୍ଥକୁ ଅତି ଚତୁରତାର ସହ ବ୍ୟବହାର କରନ୍ତି।